ওরে নেনা মাই সুইটহার্ট, আরে কুয়াড়ে গেল নেনা মাই সুইট, আরে মতে এটি ছাড়ি দেই কুয়াড়ে চলি গলু ডার্লিং। তুমি তুমি এটি তুমি এটি কাই গেছো? নেনা ডার্লিং, আলো তোর কথা আজ মোর বহুত মনে পড়িল। আলো তুই স্কুলে পড়লা বলে কলেজ ধরি তোতে কেতে গেল করিছি। আলো তো কিশোরীরু যৌবন যায় ঢের কুম্পিছি। আর তুই সালি মতে জনেই বিহা হয়ে গলু। ଆଉ ତୋ ବୋପା ଅମ୍ବିକା ଜଗଦେବ ସାଲା ମତେ କଥା ଦେଇ ଅନ୍ୟ ଜାଗାରେ ବିହା କରିଦେଲା। ଆଲବା ମୋ ସାଥିରେ ଚାଲିଆ। ମୁଁ ତମ ସାଙ୍ଗରେ ଯିବି? ହଁ ଦେଖ, ମୁଁ ଏବେ ଆଉ କାହାର ସ୍ତ୍ରୀ, ଏ ଘରର ବୋହୂ, ମୁଁ ତମ ସହିତ ଯାଇପାରିବି? ଆଲୋ ମତେ ପାର୍ବଲ ଭୋ তুই ଯିବୁନି ତ? ଆଉ ନ ଯା। ଆଲୋ ମୁଁ ଆଇଛି ମାନେ ତତେ ଏଇଠି ଆଜି ଟିକେ ଗିଲା କରିବି। ଦେଖ ନା, ଘରେ ମୋ ବଡ଼ ଚା ଅଛି, ଦେଢୁଶୁରଙ୍କ ଫେରିବା ସମୟ ହେଇଗଲାଣି, ଆଉ ରୋହନ ମଧ୍ୟ ଫେରୁଥିବେ। ଆଲୋ ତୁ ଏମିତି ଡରୁଛୁ କାହିଁକି? ମୁଁ ସର୍ଟ କରିବି, ସର୍ଟ ଚାଲିଯିବି। ଜମା ଡରନା, ଡରିବିନି। ମୋ ଦେହରେ ତାତି। ଆଲୋ ହାଣ୍ଡି ଅନୁସାରେ ମୁଇଁ ମସ୍କୁ ଆଉ ତତେ ଟିକେ କୋଲରେ ଧରି ଗେଲ କରିଦେଲେ ମୋ ଦିଲଟା ଖୁସ ହେଇଯିବ ଲୋ। ଓହୋ ଘନା, ଆରେ ତମେ ବୁଝୁନ କାହିଁକି? ଆମକୁ ଯଦି ଏମିତି ଅସନ୍ତୁତ ଅବସ୍ଥାରେ କିଏ ଦେଖିଦିଏ ନା, ତାହେଲେ ମୋ ବେଳଟା ପୁରା ଖରାପ ହେଇଯିବ। ଆଲୋ ତୁଇ ଡରୁଛୁ କାହିଁ? ତତେ କୋଉ ସଲା ପର୍ସନ କରିବାକୁ ବି ଚେଷ୍ଟା କରିବନି। ଆଉ ଯିଏ ଆଖି ଉଠେଇ ଚାହିଁବ ସେ ସାଲାର ଆଖି ଦିଟାକୁ ମୁଁ ତାଡ଼ି ଦେବି। ହଁ ଆଲୋ ମୋ ଗୋରି ଚମଡ଼ା वाली ପ୍ରେମିକା, ଆଲୋ ତେତେ ଦେଖିଲା ପରେ ମୋ ଦିଲ ଭିତରଟା କନ କନ ହେଇଯାଉଛି। ଆଲୋ ତୋ ଲୁଗା ଖୋଲି ତୋ ଦେହର ବାସ୍ନା ଟିକେ ମତେ ଆଲିଙ୍ଗନ କର। ଆଲୋ ନିଜକୁ ଜମା କଣ୍ଟ୍ରୋଲ କରିପାରୁନି। ଓ এইটা ঘর না গোটে বেশ্যা কোঠি? তমে বহু না গোটে বারঙ্গনা? ମୁଁ ଏମିତି କଣ କରିଦେଲି କି ତମକୁ ବାରଙ୍ଗନା ପରି ଲାଗିଲା? ମୋ ଘରେ ରହି ମୋ ଭାଇକୁ ବାହା ହେଇ ତମେ ପରପୁରୁଷକୁ ଦେହ ଭେଟି ଦଉଛ, ତାପରେ କହୁଛ ମୁଁ କଣ କରିଦେଲି ବୋଲି। ଆଜି ରୋହନ ଆସୁ, ତାକୁ ସବୁ କଥା କହିବି। ଆରେ ଯା ଯା, ରୋହନକୁ କଣ କହିବୁ ଯା। ସାଲା ମୋର କଣ୍ଟା ତାଡ଼ିବ ଯା। ଏଇ ସାଲା ତାକୁ ଏଠି କଟ କଟ କରି ହାନି ଦେବି। କଣ କହିଲୁ ଶଳା? ତୁ ମୋ ଭାଇକୁ ହାଣିବୁ? ତୁ ଏ ଜଗନକୁ ଚିହ୍ନିନୁ? ତା ମୁଣ୍ଡକୁ ଥରେ ପିତ ଚଢିଲେ ସେ କାହାରିକି ଛାଡ଼ିବନି। କଣ୍ଟା କରିବୁ ବେ? ଓ ଘନ ଘନ ଉସୁରିଆ ମୁଣ୍ଡକୁ ପିତ ଚଢିଲେ କୁଟି ଦେବି ସଲକ। ମୁଁ ଦେଖୁଛି ତୋ ଭାଗ୍ୟରେ ଆଜି ପ୍ରବଳ ମାଡ଼ ଅଛି। ଶଳା ଘୁଷୁରୀ ଚରା ଧାନୁଆ ହୁଡ଼ାରେ ଘୁଷୁରୀ ଚରେଇ ଚରେଇ ତୋ ଦିନ ଯାଉଛି, ତୁ ଏଠି ଆସିକି ନବରଙ୍ଗ କରୁଛୁ। ମୋ ଠେଙ୍ଗାଟା ତୋର ବୁଢାକୁ ଦେଖ ବା, କେମିତି ହନୁମାନ ଭଳିଆ ଡେଇଁ ଡେଇଁକା ପଳଉଛି। ଚୁପ ହେଇକି ଠିଆ ହବ, ଯା ଘରକୁ, ନହେଲେ ତମ ଉପରେ ଦି ଠେଙ୍ଗା ବସିବ। ମୁଁ ଚୁପ ହେବି? ତମେ ଯେମିତି ହନୁମାନ ଭଳିଆ ଡେଉଁଛ, ମୁଁ ଚୁପ ହେଇଥିଲା ହେବି। ওই তুই শালা একা অন্ডিরাটা
ଆଇବେ ଅଣ୍ଡିରା ଆଉ ହେଲା ମୁଇଁ ଆଜି ଦେଖିବି ତୁଇ ସାଲା କେନ୍ତେ ଅଣ୍ଡିରା ଅଛୁ ଏଇ! କାହିଁକି କଣ ପାଇଁ ରୋଗିଣା ଲୋକଟା କେମିତି ମରୁଛ? 4 ଦିନ ଲାଗିଛି ଖାଇନାହାନ୍ତି, ଔଷଧ ଟୋପେ ତ ଦଉନ, ଓଲଟି ଲୋକ ଲଗେଇକି ତାକୁ ମାଡ଼ ମାରୁଛୁ। ହେଲେ ଧର୍ମ ସହିବନି ତତେ। ହଲୋ ଧର୍ମ ନ ସହିଲେ କଣ୍ଟା ହେଇଗଲା ବେ ସାଲା ମତେ କହୁଛି ଘୁଷୁରୀ ଚରଉଛି ସାଲା ଧାନୁଆ ପୋଖରୀ ସାଲା ଦେଖିଥିଲୁ ମତେ ହେଇ, କାହିଁକି ଏମାନଙ୍କ ସହିତ ଲାଗିଛ ତମେ? କେତେ କଷ୍ଟ ସହିବ? କେତେ କଷ୍ଟ ସହିଲେ ତମ ମନ ଶାନ୍ତି ହବ? ଯମୁନା ଏ ଲୋକଟା ମୋ ବୋହୁ ସାଥିରେ ଅନୈତିକ ସମ୍ପର୍କ ରଖୁଛି ଆଉ ମୁଁ ତାକୁ କହିବାରୁ ସବୁ ଜାଣିଛି ମୁଁ, ସବୁ ଜାଣିଛି। ହେଲେ ରୋହନ ପରା ତାକୁ ମୁଣ୍ଡରେ ବସେଇଛି। ଏମିତି ତା ମୁହଁରେ ମାୟାଜାଲ ବାନ୍ଧି ଦେଇଛି ଯେ ସତ କଉଟା ମିଛ କଉଟା ସେ କିଛି ବି ଜାଣିପାରୁନି। ସେମିତି ତମେ ସବୁ ଦେଖିବ, ଶୁଣିବ, ଚୁପ୍ ରହିବ। ତା ବୋଲି ସେ ମୋ ଘରଟାକୁ ଗୋଟେ ରଙ୍ଗ କୋଠି କରିଦବ, ମୁଁ ଦେଖିକି ତାକୁ ସହିବି କେମିତି? हाय हाय रे ऊपर वाला सालेटा तो पूरा गुलाब अच्छी रे साला बास्ना तो भलो होतिबो कट करछि बे सरकार ए घुसुरिया आवे कन्ना कन्ना घुसुरिया गोटे जानुआ जत बड़े दुनिया जंगल पलटी जाए मनीष पशु हो जाए जत बड़े 10 अवतार परे आउ गोटे अवतार सृष्टि हुए जहाँ को ए दुनिया कहे जानुआर ओए नैना डार्लिंग घना घुसुरिया खाली चिल्लो नैना डार्लिंग ମୁଁ ଆଜି ଆସୁଛି साला तोर हिसाब ता बराबर करेंगे कना घुसुरिया जाति रे सबा किया मुंड को पिता चढ़िले काटी देवी बस No tradition, nothing else. तमे दीटा होच मोबाइल कबाब में हड्डी तमे बुढ़ा बुढ़ी दीटा ए घरे थिबा पर्यंत मु कदापि शांति रे निश्वास मारी परिबिनी आज आसंतु से कौन है ना तो मुहटा आज सुखी कला काट पड़ जाई कौन है भाई भाई ही घर को आसीबा दिन ठारू मु गोटे दिन भी शांति रे रहिनी कौन एमाने हला मते बहुत टॉर्चर करू कौन हला ए माने तो टॉर्चर करछंती खाली कोन आजी सब दिन मते टॉर्चर करूछन्ती मते एटी जमा भल लागुनी मु रहिबिनी कौन है ना कोन हेची रोहन नेना को बाहा हवा पूर्वरु जहाँ सब कंडीशन थिला से कथा कौन भूली गलो अरे मो भौणीटा टिके खुशी रे रहिबो बोली मु ता कथा मानी तम सह बाहा दैथिली कोटिए टंका खर्च करी मु तम पाई नर्सिंग होम कराई देली
ହେଲେ ଏଠି ଆସି ଦେଖୁଛି କଣ ହେଇଛି ନେନା ଭାଇ ଏମିତି କଣ କହୁଛନ୍ତି? ଶୁଣିବ ତମ ବଡ ଭାଇ ମତେ ଚା ମାଗିଲେ। ଚା ଆଣିବାଟା ଯଦି ଟିକେ ଡେରି ହେଇଗଲା ମୋ ଚୁଟିକୁ ଘୋଷାଡ଼ି ଯାଉ ମାଡ ମାର। ଆଉ ତମର ଇଏ ଭାଉଜ ଏ ସୁକୁତାନି ଭାଉଜ ବା ସେଟା କଣ କମ କି? ହେଇ ଦେଖୁନ এইটারে এইটারে বাড়েই বাড়েই ମୋ ଅଣ୍ଟାଟାକୁ ପୁରା ଜଖମ କରିଦେ। ନାଇଁ ନାଇଁ ରୋହନ ନା ମିଛ କଥା ନେନା ଏତେ ବଡ଼ ମିଛ କଥା କହିବା ପାଇଁ ତମେ ପାଇଁ ତତେ ମାଥା ଦେଲାନି। ଓହୋ ତମେ ଚୁପ୍ କର। ସିଏ ସବୁବେଳେ ମିଛ କହୁଛି ଆଉ ତମେ ମାନେ ଭାରି ସତ୍ୟା। ଚାଲ ନା ମୁଁ ଆଜି ତମ ଦି ଜଣଙ୍କର ଡିଭୋର୍ସ କରେଇ ତତେ ଅନ୍ୟଠି ବାହା ଦେବି। ଆଉ ରୋହନ ତମର ଆଜିଠାରୁ ସେ ନର୍ସିଂ ହୋମ ଯିବା ମଧ୍ୟ ବନ୍ଦ। ଭାଇ ଭାଇ ତମେ ସେମିତି କୁହନି। ନେନା ସହ ମୋର ଡିଭୋର୍ସ ହୋଇଗଲେ ମୋ ସାଙ୍ଗମାନଙ୍କ ଟାହିଟା ପରା ସହିପାରିବିନି। ଆଉ ମୁଁ ନର୍ସିଂ ହୋମ ଯିବା ବନ୍ଦ କରିଦେଲେ ମୋ ଭବିଷ୍ୟତ ପୁରା ଅନ୍ଧାର ହେଇଯିବ। ଅମ୍ବିକା ବାବୁ ଆମ ଭୁଲ ପାଇଁ ତମେ ମୋ ଭାଇକି କାହିଁକି ଶାସ୍ତି ଦବ? ବରଂ ମୁଁ ତମକୁ ହାତ ଯୋଡ଼ି ଭୁଲ ମାଗୁଛି। ତମେ ଯଦି ତାର ନର୍ସିଂ ହୋମ ଯିବା ବନ୍ଦ କରିଦବ ତା ଭବିଷ୍ୟତଟା ନଷ୍ଟ ହେଇଯିବ। ତା ଭବିଷ୍ୟତ ଗଢ଼ିବା ଲାଗି ମୁଁ ପରା ମୋ ଭବିଷ୍ୟତଟାକୁ କବର ଦେଇଦେଇଛି। ଏଇ ଦୟାକରି ତମେ ଏମିତି କରନି। ଚାଲ ଆମେ ପଛେ ଘର ଛାଡ଼ି କୋଉ ଗଛ ମୂଳେ ଆଶ୍ରୟ ନେବା ହେଲେ ଏଠି ରହିବାନି କି ସେମାନଙ୍କ ଖୁସିରେ ଭାଗ ବସେଇବାନି ଆମେ। ତୁ ଠିକ କହିଛୁ ଲୋ ଯମୁନା। ମୋ ଭାଇମାନଙ୍କର ଖୁସି ପାଇଁ ମୁଁ ଯଦି ଏତେ କିଛି କରିପାରିଲି ସାମାନ୍ୟ ଘରଟାକୁ ଛାଡ଼ି ପାରିବିନି। ଆଜି ସବୁଦିନ ପାଇଁ ଏ ରାମଚନ୍ଦ୍ରଟା ଅଯୋଧ୍ୟା ଛାଡ଼ି ଚାଲିଯିବ। ଘୋର କଳିଯୁଗ ହାଇଓ ଏଠି ପାପ କରୁଛି କିଏ ଶାସ୍ତି ପାଉଛି କିଏ? ସନିଆ ବାରିକ ହଁ ସନିଆ ବାରିକ। ସନିଆ ବାରିକ କାଲି ପର୍ଯ୍ୟନ୍ତ କୁକୁଡ଼ା ବୁହା ହେଇ ଯାଉଥିଲା ତାର ଭାଲୁ ନାଚ କରୁଥିଲା କିନ୍ତୁ ଆଜି ପରିବର୍ତ୍ତନ ଆସିଛି। ଆରେ ତମରି ପାଇଁ ମୋ ଝିଅର ଜୀବନଟା ବର୍ବାଦ ହେଇଗଲା। ତମେ ମିଛ ସତ କହି ମୋ ଭଉଣୀ ହାତରେ ରୋହନର ହାତକୁ ଛନ୍ଦିଦେଲ। କରିଥିଲି ଆଜି ଭାବୁଛି ମହାପୁଣ୍ୟ କରିଛି ହେଲେ ମୁଁ ଶଳାଟି ଭାବୁଛି ଆଜି କେତେ ବଡ଼ ଭୁଲ କରିଦଉଥିଲି ରେ। କାକା ତମେ ଏମିତି କଣ କହୁଛ? ତମେ ସମସ୍ତେ ମିଶି କଣ ନେନାକୁ ମୋ ଠାରୁ ଦୂରେ ଦେବାକୁ ଚାହୁଁଛ ନା କଣ? ଆସକୁ କ୍ୟା କହୁ ରେ ଶଳା। ତୁ ଶଳା ଏମିତି ଭାଇ ଏ ସଂସାର ପ୍ରତି ତୋ ଗୋଟେ ଅଭିଶାପ। ଆରେ ତମେ ଶଳା ଗୋରା ମାଇକିନା ଚମଡ଼ା ଦେଖି ଶଳା ଏ ମାଇକି ଭାଇମାନଙ୍କୁ ଭୁଲି ଯାଉଛ। ତମେ ସେମିତି କୁହନି। ନେନା ରୋହନ ବିନା ବଞ୍ଚି ପାରିବନି। ତମେ ଏମିତି କହି ତାଙ୍କ ଭିତରେ ଫାଟ ସୃଷ୍ଟି କରନି। ମୁଁ ତମକୁ ହାତ ଯୋଡୁଛି। ଆରେ ମୁଁ ତ କହିବି ଭାଇ ଯଦି କାହାକୁ କୁହନ୍ତି ଦେଖିବ ଆସରେ ଏଇ ଜଗତକୁ ଦେଖ ଏମିତି ଭାଇ ଜଗତେ ନାହିଁ। କାକା ତମେ ଏମିତି କଣ କହୁଛ? ମୁଁ ଭାବୁଛି ଏ ଘରେ ଆଉ କିଛି ଦିନ ରହିଲେ ମୋ ମୁଣ୍ଡ ଖରାପ ହେଇଯିବ। ତମ ମୁଣ୍ଡ ଖରାପ ହେଇଯିବନି এইମାନେ ମିଶି ତମ ମୁଣ୍ଡଟାକୁ ଖରାପ କରିଦେବେ। ରୋହନ ଆରେ ଏ ଦୁନିଆରେ ଭାଇ ହଉଛି ଭାଇର ବଡ ଶତ୍ରୁ। ଏମାନେ ତମ ସୁଖ ସହି ପାରୁନାହାନ୍ତି। ଆଉ ବାକି ରହିଲା ଏ ଘର ଭଙ୍ଗା ଟାଉଟର ସନିଆ ବାରିକ। ଇଏ ସେମାନଙ୍କ ମୁଣ୍ଡରେ ଭୂତ ଚଢେଇ ତମ ଲାଇଫଟାକୁ ସ୍ପଏଲ କରିବାକୁ ଚାହୁଁଛି। ଏଠି ଅମ୍ବିକା ବାବୁ ତମ କଥା ଶୁଣିଲେ କେବଳ ଏଇ ଜଗତରେ ଜନେ ହସିବେ। ଆଉ ରାତି ପାଇବାକୁ ଆଉ ଅଳ୍ପ ବାକି ଅଛି। କିଏ ହୀରା ଆଉ କିଏ ମୋତି ମାଣିକ ଜଣା ପଡିବ ଯେ। କାକା ତମେ ବାହାର ଲୋକ ଆମ ଘର କଥାରେ କୌଣସି ମୁଣ୍ଡ ପୁରେଇବା ଆବଶ୍ୟକ ନାହିଁ। ଯାଅ ବାହାରି ଯାଅ। ଥାଉ କାକା ଆଉ ସେମାନଙ୍କୁ କିଛି ବି କୁହନି କାକା। ଆମେ ଘର ଛାଡ଼ି ଚାଲିଗଲେ ରୋହନ ଯଦି ଖୁସିରେ ରହିବେ ତାଙ୍କ ଖୁସି ଯଦି ଫେରି ଆସିବ ଆମେ ଘର ଛାଡ଼ି ଚାଲିଯିବୁ। ଏଇ କାହିଁକି ତମେ ଏଠି ଠିଆ ହେଇଛ? ଏ ଘର ଛାଡ଼ି ଯିବା ପାଇଁ ତମର କଣ ଇଚ୍ଛା ହଉନି? କାଠି କୁଟା ଦେଇ ଗଢ଼ିଥିବା ମୋ ପରିବାରଟା ଆଜି ଭାଙ୍ଗିଗଲା। ମୁଁ ଆଜି ଦେଖୁଛି ତାଳ ଗଛରୁ ଖସି ପଡୁଥିବା ସେଇ ବାଇଆ ବସାର ଭଗ୍ନାବଶେଷ। ଭାଇ ଭାଇ ତମେ ଏ ଘର ଛାଡି ଯାଅନି। ବରଂ ମୁଁ ନେନାକୁ ଏ ଘର ଛାଡି ଚାଲିଯିବି। ଆରେ ସେମିତି କେମିତି ହବ? କଥାରେ ଅଛି ପରା ଶ୍ୱଶୁର ଘରେ ଜ୍ୱାଇଁ ଭିଣୋଇ ଘରେ ଶଳା କୁକୁର ସମାନ। ହଁ,
ঠিক কথা কହୁଛନ୍ତି এটা তো ঠিক কথা ଥାଉରେ ରୋହନ ତୁ କାହିଁକି ଏ ଘର ଛାଡ଼ି ଯିବୁ ମୋ କର୍ମ ତ ଖରାପ ବରଂ ମୁଁ ଏ ଘର ଛାଡ଼ି ଚାଲି ଯାଉଛି ତୋ ଭାଉଜର ମୋର ଭାଗ୍ୟରେ ଯାହା ଥିବ ଆମେ ସେଇଆ ଭୋଗିବୁ କାରଣ ଏଠି ପରା ଆଖିର ଜନମ କାନ୍ଦିବା ପାଇଁ Akira